ବର୍ତ୍ତମାନର ବଡ଼ ଖବର। ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଗଲା 7 ବଖରା ଘର। ଦର୍ଶକ ବନ୍ଧୁ, ଏହି ହୃଦୟ ବିଦାରକ ଦୃଶ୍ୟ ଟିକେ ଦେଖନ୍ତୁ। କେମିତି ଅସହାୟ ହୋଇଗଲେ ପରିବାର ଲୋକେ। ଅଗ୍ନିକାଣ୍ଡ ଘଟି ସବୁକିଛି ଜଳିପୋଡ଼ି ଛାରଖାର ହୋଇଗଲା। ଅଗ୍ନିକାଣ୍ଡ ଯୋଗୁଁ ଗାଁରେ ଏବେ ଭୟର ବାତାବରଣ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅବଜୁଣା ପଞ୍ଚାୟତ କଳସପୁର ଗାଁରେ। ନିଆଁର ପ୍ରଭାବ ଏତେ ଜୋର ଥିଲା ଯେ ସବୁକିଛି ଜଳିପୋଡ଼ି ଛାରଖାର ହୋଇଯାଇଛି। ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିବା ସହ ରମେଶ ମହାକୁଡ଼, ରବୀନ୍ଦ୍ର ମହାକୁଡ଼, ଛବିଲତା ମହାକୁଡ଼, ରଘୁନାଥ ମହାକୁଡ଼, ଭାଗ୍ୟବତୀ ମହାକୁଡ଼, ବନବାଳୀ ମହାକୁଡ଼, ଭାବଗ୍ରାହୀ ଲେଙ୍କାଙ୍କ ସମେତ 7 ପରିବାର ଆଜି ଅଗ୍ନି ଝାସରେ ସବୁକିଛି ବିପନ୍ନ ହୋଇଯାଇଛନ୍ତି। ଗହଣା ଆସବାବପତ୍ର ସମେତ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି। ବିପନ୍ନ ପରିବାରଙ୍କ କୋହ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଲକ୍ଷ୍ମୀଧର ବଳ ଅବଜୁଣା ପଞ୍ଚାୟତର ସରପଞ୍ଚ। ମୋ ସକାଳେ ମୁଁ 8:30 ବେଳେ ଶୁଣିଲି ମୋ ପଞ୍ଚାୟତରେ କଳସପୁର ଗ୍ରାମର 1 ନମ୍ବର ୱାର୍ଡ଼ରେ ଘର ନିଆଁ ଲାଗିଯାଇଛି। ମୁଁ ତୁରନ୍ତ ଦମକଳ ବାହିନୀକୁ ଫୋନ୍ କଲି। ଫୋନ୍ କରିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ବି ଆସିଲି। ଆସିକି ଦେଖିଲି ଯେ ସବୁ ଜଳି ପୁରା ପାଉଁଶ ହୋଇସାରିଛି। ବଡ଼ ଦୁଃଖଜନକ ଘଟଣା। କମାଇ କରିକି ରଖିଥିଲେ, ସବୁ ଘରେ ଜିନିଷ ଥିଲା, ସବୁ ପୋଡ଼ି ପାଉଁଶ ହୋଇଯାଇଛି। ଝିଅ ବାହାର ପାଇଁ ବର୍ତ୍ତମାନ ସୁନା ଗହଣା କିଣି ସେ ତାଙ୍କ ମାଟୁ ଉପରେ ରଖିଥିଲେ। ଆଜିକାଲି ଯାହା ଚୋରି ଚମାରି ହେଉଛି ତାକୁ ସେ ରଖିଥିଲେ, ସିଏ ବି ପୋଡ଼ି ବି ପାଉଁଶ ହୋଇଯାଇଛି। ବଡ଼ ଦୁଃଖଜନକ ଘଟଣା। ତେଣୁ ପ୍ରଶାସନକୁ ଅନୁରୋଧ କରୁଛି, ସେ ତାଙ୍କର ସହାୟତା ଯାହା ଅଛି ସରକାରୀ ସୁବିଧା ସେ ବି ଯୋଗାଇ ଦେବେ। ମୋ ତରଫରୁ, ସରପଞ୍ଚ ତରଫରୁ ମୋର ଯାହା ଅଛି ମୁଁ ବି ତାଙ୍କୁ ସମ୍ପୂର୍ଣ୍ଣ ହେଲ୍ପ କରିବି। ଆଉ କିନ୍ତୁ ଆପଣମାନେ ତ ଆସି ଦେଖିଲେ କି ଅବସ୍ଥା ବର୍ତ୍ତମାନ ଏଠି। ଶୁଣନ୍ତୁ, ଜଣେ ଲୋକ 80 ବର୍ଷ ଧରି ସେ ସଞ୍ଚୟ କରିଥିଲା ଜିନିଷ, ତାକୁ କଳନା କରାଯାଇପାରିବ ନାହିଁ। ସେ ହାଣ୍ଡିଠୁ ଆରମ୍ଭ କରିକି ଖଟକଟୁ ଆରମ୍ଭ କରିକି ସୁନା ଗହଣାଠୁ ଆରମ୍ଭ କରି ଫ୍ରିଜ୍ କତରୁ ମେସିନ୍ ଇଲେକ୍ଟ୍ରୋନିକ୍ ଜିନିଷ କତରୁ ସମ୍ପୂର୍ଣ୍ଣ ତ ଧାନ ଚାଉଳ ସବୁ ତ ପୋଡ଼ି ପାଉଁଶ ହୋଇଯାଇଛି। ଝିଅ ବାର ଆଗକୁ ଆସୁଛି, ଯେତିକି ସୁନା ଗହଣା କରିଥିଲା 15-20 ଭରି ଜିନିଷ ସିଏ ବି ପୋଡ଼ି ପାଉଁଶ ହୋଇଯାଇଛି। ଆପଣମାନେ ଦେଖୁଛନ୍ତି, ଆଉ ମୁଁ କ'ଣ କହିପାରିବି ଆଉ। ବାଲେଶ୍ୱରରୁ ସ୍ପେଶାଲ ରିପୋର୍ଟର ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।